କାଲି ରାତି ଆମେ ବାହାରି ପଡ଼ିଥିଲୁ ନାଇଟ୍ ମ୍ୟାଚ୍ଟେ ଖେଲି ଯିବାର୍ ଲାଗି ବନପାଲିକି। ଯିବାଟା ତ ଆଗରୁ ଟିକେ ଯାଇଥିତୁଁ, ହେଲେ କାଁ କର୍ବା ଆମର୍ ପିଲାମାନେ ଟିକେ ବାହାରୁ ଲେଟ୍ ହେଇଯାଇଛେ। ତ ଏଇଟା ରାତି 9 ବାଜିଗଲାନ, 9 ବାଜିକେ ଆମେ ବାହାରିଛୁଁ ଯିବାର୍ ଲାଗି। ଅଧା ବାଟେ ଗାଡ଼ିରେ ତେଲ ଭରବାର୍ ଲାଗି ଅଟକି ଦେଲୁଁ। ଆଉ ବ୍ୟାଟ୍ ମାନେ ଦେଖ, ବ୍ୟାଟ୍ 2ଟା ନେଇକରି ଯାଉଛୁଁ ଆଉ ପଟିଟେ। ବହୁତ କିନ୍ଦିରି ମଲ୍ଲି ସାରିଲା ପରେ ଆମେ ପହଞ୍ଚିଗଲୁ ବନପାଲିର ଫିଲ୍ଡକେ। ଦୁରିଆନୁ ଦେଖିଲେ ତ ପୁରା ଜିନପତରା ଲାଇଟ୍ ଜଲୁଥିଲା ଯେ ପୁରା ଏରିଆ ଉଜାଲା କରିଦେଉଥିଲା। ଫିଲ୍ଡକେ ଆମର୍ ପିଲାମାନେ ପହଞ୍ଚା କରି ବସେଇ ଦେଇଛୁଁ। ଆଉ ହେତେବେଲେ ଯେନ୍ ପଟି ଦେଖଲ ହେଟା ବସବାର୍ ଲାଗି ଆଣିଥିନୁ, ଅଲଗା କିଛି ନି ଭାବ। ଆଉ ଫିଲ୍ଡ ଦେଖ ପୁରା ଷ୍ଟେଡ଼ିୟମ୍ ଭଲିଆ ଦିଶୁଛେ, ହେଲେ କାଁ କର୍ବ କମ୍ପାଆଁଟେ। ମୁଇଁ ଗାଁର ବେଜତି ନି କରବାର୍, ବାକି ଫିଲ୍ଡ ଭଲ୍ ଅଛେ। ଦୁରିଆନୁ ଦେଖଲେ ପୁରା ଚକଚକେ ପଡ଼ୁଛେ, ହେଲେ କମ୍ପାଆଁଟ ହେଇଗଲା କାଁ କର୍ବ। ମ୍ୟାଚ୍ ଖେଲିକରି ରାତି ଫିଲ୍ଡ ନୁ ସକାଳୁ ମୁଁ ବାହାରିଥିନି ଟୋଲ୍ ବେଟି ଯିବାର୍ ଲାଗି। କାଁ ଲାଗି ରାତି ପବନ ଫିଲ୍ଡ ମାରିଥିଲା ବେଲେ ଟୋଲ୍ ମାନେ ସବୁ ବହୁତ ଗଦେଇ ହେଇଥିଲା ତଲେ। ଟିକେ ଲେଟ୍ ହେଇଯିବ ବୋଲେ ଅଲଗା କିଏ ବେଟି ନେବା ବୋଲି ଜଲ୍ଦି ଆମେ ପଲେଇ ଯାଇଥିନୁ। ଆଉ ଜାଗା ଦେଖ କେନ୍ତା ଅଛେ ଯେ, ଇଟା ଗାଁ ତରା ନି ସେ, ଇଟା ପୁରା ମଝା ଜଙ୍ଗଲ। ଜଲ୍ଦି ଆସିକରି ଆମେ ଇଟା ଏତ୍କି ଗଦେଇ କରି ରଖି ଦେଇଥିଲୁନ। ସବୁ କାମ୍ ସାରନୁ କି ମୋର୍ ଭାଇ କହେଲା ଇଠାନେ ଖାଲ୍ଟେ କୁଡ଼୍ମା ବୋଲି। ମୁଇଁ ବି ନି ଜାନି ଶୁନିକରି ମୁଇଁ ଖାଲ୍ କୁଡ଼ବାର୍ ଥିରେ ମାତି ଯାଇଥିନି ଆର୍ ସବୁ ହାତେ ଉଇଚିରୁଛେଁ। ପଛେ ପଚ୍ରାନି ଖାଲି କାଣା ଅଛେ ବୋଲି ଯେ ଇଖାଡ଼େ କଙ୍କଡ଼ା ଅଛେ ବୋଲି କହିଦେଲା। ଯେନ୍ତା କଙ୍କଡ଼ା ଅଛେ ବୋଲି କହେସି ମୋର୍ ଜୀବନ୍ ସର୍ କରି ଯାଏସି। ତାରପରେ ତୋର୍ ଖାଲି ତୁଇ କୁଡ଼୍ ବୋଲନି, ଆମେ କଲେ ଉଠି ଉଠା କରି ପଲେଇନି ହେ ଜାଗାନୁ। କଙ୍କଡ଼ାକେ ମୋର୍ ଜୀବନରେ ଡର୍ ଅଛେ ଭାଇ। ଇଟା ଆମର୍ ଖେତ୍ ଦେଖ କେନ୍ତା ଜାଗାନ ଅଛେ ଯେ, ଚାରିଆଡ଼େ ପୁରା ଜଙ୍ଗଲ୍ ଏ। ଆମର୍ ଖେତ୍ ନୁ ଉପର୍କେ ଆର୍ କାହାରିର୍ ଖେତ୍ ନାଇନ, ଆମର୍ ଖେତ୍ ଲାଷ୍ଟ ଏ, ତାର୍ ଉପରେ ଖାଲି ଜଙ୍ଗଲ୍ ହି ଜଙ୍ଗଲ୍ ଅଛେ। ବହୁତ୍ ଥର ଆମର୍ ଖେତ୍ ପାଖେ ଆମେ ହାତୀ ଆର୍ ଭାଲୁକେ ବି ଦେଖିଛୁଁ। ତ ବହୁତ୍ ଡର୍ ଲାଗ୍ସି ଇ ଜଙ୍ଗଲ୍ ଭିତ୍ରେ ମହଲୁ କି ଟୋଲ୍ ବେଟ୍ବାର୍ ଲାଗି ବି। କାଁ କର୍ସ ପଛ୍ କରି ଟୋଲ୍ ବେଟୁଥିବା ଆର୍ ପଛିଆଡ଼ୁ ଆସିକରି ଆହୁ ସୁନ ତ ହୋ ବୋଲଦେଲା ବେଲେ ଭାଲୁ କାଁ କର୍ବ ହେଲେ। ସତର୍କ ହେଇକରି ରହେବାର୍ଟା ଭଲ୍ ଏ ବୋଲି ଭାବ୍ସୁଁ ଆର୍ ଆମେ ଜଲ୍ଦି ଟୋଲ୍ ବେଟିକରି ପଲାସୁଁ।